ଜାତୀୟ ରାଜପଥରେ ଧାନ ତଳି ରୋଇ ଲୋକମାନେ ଅଭିନବ ପ୍ରତିବାଦ କରିଛନ୍ତି। ଚମ୍ପୁଆ ବସଷ୍ଟାଣ୍ଡ ନିକଟ 20 ନମ୍ବର ଜାତୀୟ ରାଜପଥରେ ଶୋଚନୀୟ ଅବସ୍ଥାକୁ ଦେଖି ସ୍ଥାନୀୟ ଲୋକଙ୍କର ଅଭିନବ ପ୍ରତିବାଦ। ରାସ୍ତାରେ ଥିବା ବଡ଼ ବଡ଼ ଖାଲଖମା ଓ ଜମି ରହିଥିବା ପାଣି କାଦୁଅରେ ଧାନ ତଳି ରୋଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ 20 ନମ୍ବର ଜାତୀୟ ରାଜପଥର ଚମ୍ପୁଆ ବସଷ୍ଟାଣ୍ଡ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ରାସ୍ତାର ମରାମତି କାର୍ଯ୍ୟ ନ ହେଉଥିବାରୁ ପିଚୁ ଉଠିଯାଇ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ପ୍ରତିଦିନ ଶହ ଶହ ଯାତ୍ରୀବାହୀ ବସ୍, ଭାରୀଯାନ ଏବଂ ଜନସାଧାରଣ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ପ୍ରଶାସନ ଏବଂ NHAI କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ସମାଧାନ ନ ହେବାରୁ ବାଧ୍ୟ ହୋଇ ଲୋକମାନେ ରାସ୍ତା ଉପରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କରିଛନ୍ତି। ଏଥିସହ ଏହି ରାସ୍ତା ଅତିଶୀଘ୍ର ମରାମତି କରିବାକୁ ଦାବି କରିଛନ୍ତି। तेणु आम ये कादुअरे कौन पद्म फूल फुटे शुणुचु कि कादुअरे आम धान गच लगार आरम्भ कर कौन करूँ आम अपेक्षा करी आम क्या जगी पारूँ कि आम रास्ता केवे तैयारी हम कौन माननीय मोहन बाबू आम मुख्यमंत्री थी निज जिलार अवस्था एपरी। केन्दुझरु मनोज घिंसी रिपोर्ट, खबर ओडिशा।